ମଣିଷ ମୁଣ୍ଡରେ ଛେଳି ମୁଣ୍ଡ ଲାଗିଲା। ହଁ କାହିଁକି ମଣିଷ ପାଖରେ ଛେଳି ମୁଣ୍ଡ ଲାଗିଲା ଦେଖନ୍ତୁ କାହିଁକି ଏ କଥା କହୁଛି ନା ଆପଣ ଦେଖନ୍ତୁ ନିଜର ଅହଙ୍କାର ମଣିଷକୁ କେତେ ଉଚ୍ଚକୁ ନଉଛି। ସେଦିନ ସଖା ଅର୍ଜୁନ ଅହଙ୍କାର କଲେ ମୁଁ ଯୁଦ୍ଧ କରିବି। ଭଗବାନ କୃଷ୍ଣ କହିଲେ ବା କରୁଛି କିଏ କରଉଛି କିଏ ଇଏ କଣ କହିଲେ ମୁଁ କରିବି ଠିକ ଅଛି ତମକୁ ଯଥା ଜାଗାକୁ ନେଇଯିବା କେମିତି ହଉଛି। ସେଦିନ ନିଜର ଅହଙ୍କାର ପାଇଁ ହତୋତ୍ସାହ ଅବସ୍ଥାରେ ପଡିଛନ୍ତି। ଯାହା ପାଇଁ 18 ଅଧ୍ୟାୟ ଗୀତାର ସୃଷ୍ଟି ହେଲା। ଅଷ୍ଟାଦଶ ଯୋଗ ଶିଖେଇଲେ ବିଶ୍ୱରୂପ ଦେଖେଇଲେ ତାଙ୍କୁ ସାହାଯ୍ୟ କରିବାକୁ ସଖା ଧୈର୍ଯ୍ୟ ଧର ଅଧୈର୍ଯ୍ୟ ହେଲେ କିଛି ହବନି। ତାହେଲେ ଦେଖିଲେ ସେଦିନ କହିଦେଲେ ଆପଣ ମାନଙ୍କର ଦକ୍ଷ ପ୍ରଜାପତି ହେଇଗଲେ ବ୍ରହ୍ମା। ନିଜର ତପସ୍ୟା ଫଳ ନେଇ ଗୁଣମାନ ନେଇ ଯଦି ଏତେ ଉଚ୍ଚକୁ ମଣିଷ ଯାଏ ଗଲା ପରେ ସେଠି ଅହଙ୍କାର ଶୂନ୍ୟ ହେଇଯିବା କଥା। ତାହେଲେ ଦେଖନ୍ତୁ ଅହଙ୍କାର ତୁଟେଇ ଯଦି ପ୍ରଭୁ ପାଦରେ ଶରଣାର୍ଥୀ ହବ ତାହେଲେ ସିନା ସବୁ ଅଛି। ଯଦି ଶରଣାର୍ଥୀ ହେଇ ନ ପାରିଲା ବେକାର ହେଇଯିବ। ତେଣୁ ନିଜ ଜୀବନକୁ ଜାଳି ପଡି ପାଉଁଶ କରି ଦେବତା ମାନଙ୍କ ହିତରେ ଲଗେଇଲେ ଜଣେ ବାବାଜୀ କିନ୍ତୁ ଇଏ ଜଣେ ତପସ୍ୟା ଫଳ ନେଇ ଉଚ୍ଚକୁ ଗଲା ପରେ ନିଜକୁ ଅହଙ୍କାର ପାହାଡ ଉପରେ ଥୋଇଛନ୍ତି। ବୋଲେ ଶିବ ମୋ ଜୋଇଁ ସେ ମତେ ନମସ୍କାର କରୁନି। ବୋଲେ ପିପିଲିକା ଗର୍ବ ପର୍ବତେ ତୋର ଲାଗିଛି ପ୍ରଶଂସା ପାଇବାର ପାତ୍ର ଯିଏ ପ୍ରଶଂସା ପାଇଲେ ନମ୍ରନ୍ତି ଗୁଣି ନ ଜଣା ନମ୍ରନ୍ତି ଫଳିନ ବୃକ୍ଷା ଫଳ ଭାରାକ୍ରାନ୍ତ ଗଛ ତା ମୁହଁ ଦେଖିବେ ତଳୁକୁ। ଗୁଣି ଜ୍ଞାନୀ ପଣ୍ଡିତ ଲୋକ ଯିଏ ତା ମୁହଁ ତଳୁକୁ। ବର୍ଷିଲା ମେଘ ତା ମୁହଁ ତଳୁକୁ। ଆପଣ ଦେଖନ୍ତୁ ବାସୁକି ମୁଣ୍ଡେଇଛି ପୃଥିବୀ ତା ମୁହଁ ତଳୁକୁ। ହାତୀ ଏଡେ ବଡ ପ୍ରାଣୀ ସେ ମୁହଁ ପତି ପତି ଚାଲୁଛି। କାହିଁକି ମା ମୁହଁ ପତି ବାଟ ଚାଲେ ନା ନମ୍ରତା ଭାବ ଯଦି ଅଛି ତାହେଲେ ଜୀବନରେ ସବୁ ଅଛି। ଯଦି ନମ୍ରତା ଭାବ ହଜିଗଲା ତାହେଲେ ଜୀବନରେ ସବୁ ହଜିଗଲା। ଏଠି ନମ୍ରତା ଭାବ ରହିଲାନି କାହିଁକି ମତେ ସେ ନମସ୍କାର କଲାନି ତା ପ୍ରତିପକ୍ଷରେ ଗୋଟେ ଯଜ୍ଞ କରିବି ତାକୁ ଅପମାନ ଦେବା ପାଇଁ ଲାଭ କଣ ହବ। ପାହାଡକୁ ଗୋଇଠା ମାରିଲେ ପାହାଡର କିଛି ନଷ୍ଟ ହବନି। ରାଜ୍ୟ ସାରା ମିଶି ଯଦି ତାଙ୍କ ନାଁରେ ନିନ୍ଦା କରିବା ଶିବ ଭଲ ନୁହଁ ତାହେଲେ କଣ କେହି ପାରିଛି। ବାସ୍ତବ ଜୀବନରେ ଯଦି ଦେଖିବା ଶିବ କିଏ ମଙ୍ଗଳମୟ ଠାକୁର ଶିବ। ଭାଇ ଯୋଉ କଥା କହୁଥିଲେ ସୃଷ୍ଟିକର୍ତ୍ତା ବ୍ରହ୍ମା ପାଳନକର୍ତ୍ତା ବିଷ୍ଣୁ ସଂହାରକର୍ତ୍ତା ଶିବ। ଶିବ ଆଜ୍ଞା କାହାକୁ ମାରିଛନ୍ତି ଜଗନ୍ନାଥ ଦାସ ଦେଖୁନାହାନ୍ତି ଲେଖିଛନ୍ତି ବୋଲେ ଦୁଷ୍ଟ ପରମ ଦୟାଳୁ ଆପଣ ଦୁଷ୍ଟକୁ ନିବାରଣ କରି ସାଧୁ ସନ୍ଥ ପ୍ରତିଷ୍ଠା କରନ୍ତି। ଜଗନ୍ନାଥ ଦାସ କହିଲେ ମାଇଲା କିଏ ନାରାୟଣ। ନାରାୟଣ ତ ମାରିଲେ ତାହେଲେ ଇଏ କଣ ସଂହାର କର୍ତ୍ତା ହେଲେ। ଇଏ ତ କାହାକୁ ମାରି ନାହାନ୍ତି। ନାଇଁ ଶିବ କାହାକୁ ମାରି ନାହାନ୍ତି ମାରିଛନ୍ତି ନାରାୟଣ। ଖାଲି ଏକୁଟିଆ ଜଗନ୍ନାଥ ଦାସ କହିନାହାନ୍ତି ଆପଣ ମାନଙ୍କ ଶ୍ରୀମଦ୍ ଭଗବତୀ ଗୀତାର ପ୍ରମାଣ ଅଛି। କହିଲେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଧର୍ମ ରକ୍ଷା କରିବା ପାଇଁ ଯୁଗେ ଯୁଗେ ଠାକୁର ଅବତୀର୍ଣ୍ଣ ଦୁଷ୍ଟକୁ ବିନାଶ କରି ସାଧୁ ସନ୍ଥକୁ ପ୍ରତିଷ୍ଠା କରିବେ। ତାହେଲେ ଯାହାକୁ କହିଲେ ଗୀତାରେ ଯେ ସାଧୁ ସନ୍ଥ ପ୍ରତିଷ୍ଠା କରନ୍ତି ନାରାୟଣ ମାରନ୍ତି ଦୁଷ୍ଟକୁ ଜଗନ୍ନାଥ ଦାସ ସେଇଆ କହିଲେ ଶ୍ରୀମଦ୍ ଭଗବତୀ ଗୀତାରେ ସେଇଆ କହିଲେ। ସେତିକି ନୁହଁ ଆପଣ ମାନଙ୍କର ବାଲ୍ୟା କବି ଅଭିମନ୍ୟୁ ସାମନ୍ତ ସ୍ୟାର ବିଦଗ୍ଧ ଚିନ୍ତାମଣି ସିଏ ଗୋଟାଏ ପଦ ଛାନ୍ଦ କହିଲେ ବୋଲେ ମାରିଛି କିଏ ଶିବ ମାରି ନାହାନ୍ତି। ବୋଲେ ଉର୍ଣ୍ଣନାଭିବତ ଖେଳୁ ଇଚ୍ଛା ଶକ୍ତି ବଳେ ଆଉ ଉର୍ଣ୍ଣନାଭିବତ ଖେଳୁ ସେଠି ଉଦ୍ଭବ ହୋଇ ତୁ ଧର୍ମ ସାଧୁ କାଳେ କାଳେ କହିଲେ ଉର୍ଣ୍ଣନାଭିବତ ଇଚ୍ଛା ଶକ୍ତି ବଳେ ତୁ ଖେଳୁ। ଉର୍ଣ୍ଣନାଭି ବୁଢିଆଣୀ ଯେମିତି ନିଜ ଇଚ୍ଛାରେ ସୂକ୍ଷ୍ମ ସୂତା ବାହାର କରି ସୁନ୍ଦର ଜାଲଟିଏ ଟାଣିଦିଏ ଆଉ ପଥଭ୍ରଷ୍ଟ କୀଟ ପତଙ୍ଗ ତା ଦେହରେ ପଡନ୍ତି ବୁଢିଆଣୀ ତାକୁ ଖାଇଦିଏ। ତାହେଲେ ଏଠି ତୁ ମାୟା ଜାଲ ତିଆରି କରିଛୁ କାହିଁକି ନା ପଥଭ୍ରଷ୍ଟ ପ୍ରାଣୀ ବାଟରେ ଯାଉଥିବା ପାଣି ତୋରି ଜାଲରେ ପଡିବ। ଆପଣ ମାନଙ୍କର କବିର ଦିନେ ଖାଇ ବସିଛନ୍ତି ପାଖରେ ଅଛନ୍ତି ବାପା ମା ତ ଖାଇବା ଦଉଛନ୍ତି
ବାପା ତାଙ୍କର ବସିଛନ୍ତି ଖାଇବା ମୂଳେ ସେଇଠି ବିରି ରଗଡୁଛନ୍ତି କବିରୀଙ୍କ ମା ବିରି ରଗଡିଲା ବେଳେ ବିରି ଗୁଡା ଦି ଫାଳ ହେଇ ଚାରିପଟୁ ଗଳି ପଡୁଛି। ହାତ ଯୋଡି ଦେଲେ ତାଙ୍କ ବାପା କହିଲେ ପ୍ରଭୁ କି ବିଚିତ୍ର ମାୟା ତୋର, ଏଡେ ସୁନ୍ଦର ମାୟା ଚକି ତିଆରି କରିଛୁ, ସବୁ ପ୍ରାଣୀ ଏମିତି ଦି ଫାଳ ହେଇଯିବେ ବିରି ବଳି ବିରି ଏଡେ ଟାଣୁଆ ସେ ଦି ଫାଳ ହେଇଯାଉଛି, ଆଉ ମଣିଷ ଜୀବନ କେତେ। ତାହେଲେ ଏଠି ବାପା କାନ୍ଦିଲା ବେଳେ କବିରୀ ବସି ହସିଲେ। ମା କହିଲେ ଗେଡେ ଯୋଗ୍ୟ ଛୁଆ କିରେ ତୁ, ବୋପା ତୋର କାନ୍ଦୁଛି ତୁ ହସୁଛୁ। ନା ମା ବାପା ବୁଝି ନାହାନ୍ତି ବୋଲି କାନ୍ଦୁଛି। ମୁଁ ବୁଝିଛି ନା ପଣ୍ଡିତ ଛୁଆ କଣ ବୁଝିଛୁ ତୁ ନା ଚକି ଟେକିଲୁ, ଚକି ଟେକିଲା ବେଳକୁ ଅଖ ଚାରିପଟେ 2-4ଟା ବିରି ଅଛି। କହିଲେ ମା ଆଉ ଥରେ ପକେଇଲୁ, ଆଉ ଥରେ ବୁଲେଇଲେ, କହିଲେ ଟେକେ ଟେକିଲା ବେଳକୁ ସେମିତି ନିଖୁଣ ଅବସ୍ଥାରେ ଅକ୍ଷତ ଅବସ୍ଥାରେ ବିରି 4ଟା ଅଛି। କହିଲେ ମା ଇଏ ସବୁ ବିରି ସିନା ଫାଳ ହେଇଗଲା, ଏ ଅଖ ବିରି କଣ ଏତେ ସମୟ ବୁଲେଇଲୁଣି ଫାଳ ହଉନୁ କାହିଁକି ନା ପ୍ରଭୁର ପାଦ ହଉଛି ଅଖ, ଯିଏ ପ୍ରଭୁ ପାଦରେ ମନ ଦେଇଛି ସେ ବିରି ଫାଳ ହବନି, ଯିଏ ଚକେଇ ଭିତରକୁ ଗଳି ଆସିବ ସେ ଦି ଫାଳ ହେଇ ଗଳି। ତାହେଲେ ଏ ମାୟା ଚକିରେ ଫାଳ କରୁଛି କିଏ ସିନା ପ୍ରଭୁ। ତାହେଲେ ପ୍ରଭୁ ଯଦି ମାରୁଛି ଇଏ କାହିଁକି ଏବେ ସଂହାର କର୍ତ୍ତା ଶିବ କାହିଁ ହେବେ। हे शिव तुम्हें मंगलमय परा अकर्म कर्मदायक जार कर्मरे नथब सी देवे शिव कहीं मारे से नुह आपण मान सन्थ तुलसी भाषा रामचरित मानस बोले जदि दब दब हो जितेबेले धर्मर ग्लानि घाटे हे प्रभु विविध रूपरे भिन्न भिन्न भावरे भिन्न जगह अवतीर्ण हो दुष्ट को विनाश करी साधु सन्थ को प्रतिष्ठा करू। ताले सन्थ तुलसी कहले नारायण मारंती, बालिया कवि अभिमन्यु सामंत सिंह कहले नारायण मारंती, जगन्नाथ दास कहले नारायण मारंती, गीतारे व्यासदेव कहले नारायण मारंती। ताले ये संहार करता हेले काहेकि कथाटा कोन मिछ संहार करंती किंतु कौन है मा से कहले बेक पाला बंद कर जिबा हे तते कथा कहले आउ नाही से गहली करना मा ए पाला वाला भलो न काई के कथा कहले ना देखम ताले संहार करूची के शिव संहार करंती जे काहा को दुष्ट को न आउ का को मारंतीनी जणु को संहार करंती शिव किए आपण शिव जदि भाबिबे वास्तव जीवन को आसीबे दर्शन तत्व कहंती संसार शिव होछंती गच्छ शिव रे गच्छ काई के गच्छ को शिव कहला ना शिव अमृत देई जगत को विष पीथिले निजे विष पी जगत को जो अमृत बांटी थे सी होती शिव गच्छ आमको अमृत दौची विष पाउची अंगारकाम्ल खाई अम्लजान दान करुछंती बोली एटी हरण करुछंती समस्त विष को विष संहार करंती बोली सिएले संहार करता ठाकुर शिव सी तुमको कौन नमस्कार करेंगे एटा केड़े बड़ भूल देखंतु काहेकि ना जगत रे जे बड़ ताकू सृष्टि हाथ देछि देवदेव महादेव तमे तांको ससुर ही पार बोली कौन तुमको नमस्कार करेंगे ये कमिति न्याय बोले तमे जानिबा दरकार सीए किए मु किए निजर अहंकार पणिया को नहीं दक्ष से दिन शिव विहीन यज्ञ कले सी सिना शिव विहीन यज्ञ कले मनीष मरे कहा से दिन समाधित हूँ ध्यान रे जीवन छाड़ कि से अग्निकुंड को डेई पड़ कहा ना आउ जनक निमंत्रण दिया इच्छा ना स्वामी को बारण सत्वे भौणी मैंने आसिले बोले आस जा कि असुविधा बिना निमंत्रण रे बाप घर को जाई हब किंतु केते बेले पर्वपर्वाणी रे बापा घर सान भौणी की बाहा करूची भाई की बाहा करूची तते गुआ देनी गंडा देनी निमंत्रण नहीं भौणी कौन जीव ना झील जीव असमय जीव पर्वपर्वाणी नहीं बाप घर को बुली जावाक इच्छा है झील बुली जाई पारिबो किंतु ए पूरा गोटे यज्ञ करूछंती उत्सव करूछंती उत्सव रे निमंत्रण नहीं ये जीवे केमिति ये भौणी माने जतेबेले कहले चाले असुविधा किछि नाही ताको बोलेरे गले बोले असुविधा हला सिना यदि स्वामी कथा मानि थांते असुविधा किछि न थांता जगत रे जो झियो स्वामी कथा मानिछि ता जीवन रे भूल नाही स्वामी कथा मानिले बोली खाली सती नुह आपनकर त्रेता युग रे सीता मध्य भूल रे पड़िले
ଲକ୍ଷ୍ମଣ କୁ ଜଗେଇ ଦେଇଛନ୍ତି। ଲକ୍ଷ୍ମଣ ଭାଉଜ ରହିଲା, ମୁଁ ଯାଉଛି। କାହିଁକି ଯାଉଛି? କହିଲା ଧୀରେ ଧାମନ୍ତେ ସୁନ୍ଦର ମାୟା ମୃଗକୁ ରାବଣ ପଠେଇଛି। କହିଲା ତୁ ଯା, ମୁଁ ସୀତାଙ୍କୁ ହରଣ କରିବି। ସ୍ୱାମୀ କହୁଛନ୍ତି ଲକ୍ଷ୍ମଣ ଜଗିଥା, ଭାଉଜ ରହିଲା। ସ୍ୱାମୀଙ୍କ କଥା ମାନିଲେନି, ଦିଅର କଥା ମାନିଲେନି, ଗାର ତିନିଟା ପଡିଛି। ତ୍ରାହି ଶବ୍ଦ ଶୁଣି ତମେ ତାଙ୍କୁ ପଠେଇଲ, ମନା କରିବା ସତ୍ତ୍ୱେ ସ୍ୱାମୀଙ୍କ କଥା ମାନିଲନି ବୋଲି ତମେ ଅବସ୍ଥା ପାଇଲ। ନହେଲେ ରାବଣ କାହିଁ ଚୋରି କରି ନେଇଥାନ୍ତେ? ଜୀବନରେ ଯେତେବେଳେ ମଣିଷ ଏ ଭୁଲ କରେ, କାହିଁକି କରେ ନା ଜାନକୀ ସେଦିନ ହୁଏତ ସ୍ୱାମୀକୁ ଛାଡିଛନ୍ତି। ଜୀବନରେ ଯେତେ ଦୁଃଖ ମାଲୋ ସ୍ୱାମୀ ସ୍ତ୍ରୀର ବିଚ୍ଛେଦ ଦୁଃଖ ଆଉ ଜଗତରେ କିଛି ନାହିଁ। ବାପ ଘରେ ଝିଅ ନବଶାଳୀ ଅନ୍ନ ଖାଇବ, କିନ୍ତୁ ଶାଶୁ ଘରର ଆମ୍ବିଳି ତୋରାଣି ତା ପାଇଁ ଯଥେଷ୍ଟ। ବାପ ଘରର ସୁଖ, ଶାଶୁ ଘରର ସୁଖ ବାପ ଘରେ ନଥାଏ। ବାହା ହେଇ ସାରିଲା ପରେ ଝିଅ ବାପ ଘରେ ତାର ଅଧିକାର କିଛି ନାହିଁ। ଆପଣଙ୍କୁ ଗୋଟେ କଥା କହୁଛି ଶୁଣନ୍ତୁ। ଜୀବନରେ ବାପ ଘରୁ ଝିଅ ବାହା ହେଲା ପରେ ସବୁ ଜିନିଷ ନେଇ ପଳେଇବ, କିନ୍ତୁ ଗୋଟାଏ ଜିନିଷ ଛାଡି ଦେଇଯାଏ। ସେ ଜିନିଷଟି କଣ? ସମ୍ପର୍କ। ଯେ ଯିବା କଥା ଯାଉନ ହରି ମା, କାହିଁ ପାଟି କରୁଛ? କଳା ରାତି ଡେରି ହେଲାଣି, ସକାଳୁ କେତେ କାମ ତମର। ହଁ ଯା, କଳା କିନ୍ତୁ ପାଟି କର ନା। କାହିଁକି କଥା କହୁଛି ନା ଜୀବନରେ ଝିଅ ବାପ ଘରୁ ସମ୍ପର୍କ ତୁଟେଇ ଦେଇ ଆସେ। ଶାଶୁ ଘରୁ ଆସିଲା ପରେ ତା ଘର କୋଉଟା? ଶାଶୁ ଘର। କେବେ ହେଲେ ମା ତମ ଝିଅ ବାହାଘର କରି ସାରିଲା ପରେ ଝିଅ ଯଦି ତମ ଘରକୁ ଆସିଛି କେବେ ପଚାରିବନି ଝିଅ ତ ଭଲ ମନ୍ଦ କଣ? ତା ଭଲ ମନ୍ଦ ବୁଝିବାକୁ ତମେ କିଏ? ତମେ ବାପା ମା ଦେଲ ନା ହେଲ ପାରି, ତମେ ତା ଉପରେ ଅଧିକାର ନାହିଁ। ଯୋଉ ଦିନ ବାପା ଘର କଥା ଝିଅ ସେ କି ହବ ଶାଶୁ ଘରେ, ସେଇଟା ତା ପାଇଁ ମଙ୍ଗଳ ନୁହଁ, ଦୁଃଖ। ତେଣୁ ସ୍ୱାମୀ ସ୍ତ୍ରୀ ବିଚ୍ଛେଦ ଦୁଃଖ ସଂସାରେ କିଛି ନାହିଁ। ଆପଣ ମାନଙ୍କର କବି ସମ୍ରାଟ ଭଞ୍ଜ କହିଲା ସୁଭଦ୍ରା ପରିଣୟ ଗୋଟାଏ ପଦ ଛାନ୍ଦ ବୋଲେ ସଞ୍ଜୀବରେ ଧାତା स्वामी स्त्री विच्छेद जदि घटला ताठू दुख संसार किसी ना से जीवन में बड़ दुख। गोटे निछक सत कथा मन रखी था सुखे आज्ञा
ଯେତେ ସୁଖ ଥାଉ ଯଦି ଜୀବନରେ ଆଜ୍ଞା ସ୍ୱାମୀ ସ୍ତ୍ରୀର ବିଚ୍ଛେଦ ଘଟିଲା ସ୍ୱାମୀ ବଞ୍ଚିଛି ସ୍ତ୍ରୀ ମରିଯାଏ କି ସ୍ତ୍ରୀ ବଞ୍ଚିଛି ସ୍ୱାମୀ ମରିଯାଏ ଏକଙ୍ଗ ହେଇଗଲା ପରେ ଗୋଟେ ସତ କଥା ମନେ ରଖିଥାନ୍ତୁ ଯୋଡିଏ କଥା କରିବେନି କେବେ ମା ରାଗିବନି କି ମାଗିବନି ମନେ ରଖିବେ କାହିଁକି ଭୁଲ ହବ ସ୍ୱାମୀ ମରିଯାଇଛି ସ୍ତ୍ରୀ ବଞ୍ଚିଛି ବୁଢୀ ଘରେ ଅଛି 4ଟା ପୁଅ 4ଟା ବୋହୂ ଶୀଘ୍ର ଗାଧେଇ ପଡିଛି ବୁଢୀ ଯଦି ପଚାରିଦବ ମା କଣ ହେଲାଣି କି ଖାଇବାକୁ ନା ଇଏ ବୁଢୀ ମାଙ୍କର କଣଟେ ଟେକୁଥିଲା ଏମିତି ମରିଯାଉଛି ଖାଇବାକୁ ମାଗିବନି ଜମା ଭୁଲ ହବ ଯଦି ଘଣ୍ଟା ପରେ ରୋଷେଇ ହେଇଗଲା ରୋଷେଇ ସରିଲା ପରେ ଯଦି ବୋହୂ ଆସି ଡାକିବ ବୋଉ ଆସୁନ ଖାଇଦବ ତମେ ଯଦି ରାଗରେ କହିବ ନାଇଁ ମୁଁ ଖାଇବିନି ସେ ଭାବିବ ବୋଧେ ବୁଢୀର ପେଟ ଗ୍ୟାସ ହେଇଛି ଖାଇବନି ସିଏ ଠୁକି ଦେଇକି ଶୋଇବ ତମେ ପାଣି ପିଇକି ମରିବ ତେଣୁ ଜୀବନରେ ରାଗିବନି କି ମାଗିବନି ଆଉ ସ୍ୱାମୀ ଯଦି ବଞ୍ଚିଛି ସ୍ତ୍ରୀ ମରିଯାଇଛି ଠିକ ସେଇ ଦଶା ରାଗିଲେ ଭୁଲ ହବ ମାଗିଲେ ଭୁଲ ହବ ତା ଉପରେ ରାଗିବେ ଯଦି ସ୍ତ୍ରୀ ଉପରେ ରାଗିବେ ମାଗିବେ ଯଦି ସ୍ତ୍ରୀ କି ମାଗିବେ ଗୋଟେ ରାତି ହବନି ପାଲା ଦେଖି ଯିବେ ସନ୍ଧ୍ୟାବେଳେ କଣ 2ଟା ଖାଇଥିଲେ ଭୋକ ଲାଗିଲା ଯଦି ବୁଢୀ ବଞ୍ଚିଛି ପଚାରି ଆସିଲ ହରି ପାଲା ଦେଖି ନା ଆଇଲି ଯେ କଣ କରିବା ଭାରି ଭୋକ ଲାଗିଲାଣି ନା କଣ ଖାଇବ ଏତେ ରାତିରେ ନା କଣ ନ ଖାଇଲେ ତ ହବନି ନା ରହଟା ବୁଢୀ ବଦଳିବ ଲୁଗା ଧୁଆ ଧୁଇ ଚୁଲିରେ ହଉ ଗ୍ୟାସରେ ହଉ ବାଇଗଣଟେ ସେକିଦବ ପଖାଳ କଣ ସେ ଥୋଇଦବ ଖାଇଦିଅ ପାଖରେ ସେମିତି ବସିଥିବ ପାଲା କେମିତି ହେଲା ଭଲ ମନ୍ଦ ହେଲା ଦୁଃଖ ସୁଖ କାହିଁକି ନା ସେ ପରା ସ୍ତ୍ରୀ ଆଉ ବୋହୂକୁ ଯାଇ ଗୋଟେ ରାତିରେ ମାଗିବେ ମା ସନ୍ଧ୍ୟାବେଳେ କଣ ରୁଟି ଖାଇ ଯାଇଥିଲେ ଯେ ଭୋକ ହେଲାଣି ନା ମୁଁ ତ କିଛି କରିପାରିବିନି ଖାଇଲେ ଖା ନହେଲେ ନାଇଁ ଜଣେ ଦବ ସିଏ ସ୍ତ୍ରୀ ଆଉ ଜଣେ ଦବ ସିଏ ତା ଅନୁରୂପ ମା ସେଇଥି ଯୋଉ କହନ୍ତି ମାଇବ ଉପଭ୍ରଂଶରେ ମାଇ କହିଛି ମା ଭଳି ବୋଲି ତାକୁ କୁହାଗଲା ମାଇବ ଯଦି ଦବ ମା ଦବ ଯଦି ଦବ ସ୍ତ୍ରୀ ଦବ ଆଉ ଜଗତରେ ଦେଲା ବାଲା କେହି ନାହିଁ ବୋହୁ ବୋହୁ କିଏ କାର ଗୋଟାଏ ବୁଢା ରୋଜଗାର କରୁଛି 4ଟା ପୁଅକୁ ପୋଷିବ ମଣିଷ କରିଦବ 4ଟା ପୁଅ ରୋଜଗାର କଲା ବେଳେ ବୁଢାର ଆଣ୍ଠୁ ବାତ ଇଞ୍ଜେକ୍ସନ ଟେ ଦେବାକୁ ପଇସା କେହି ଦେବେ ଯାହାକୁ ପଛରେ ଦରମା ମିଳିନି କାହିଁକି ଏ କଥା କହୁଛି ନା ଏକଙ୍ଗ ହେଇଗଲା ପରେ ଜୀବନର ଭାରି ଦୁଃଖ କାହିଁକି ଏଇଥିପାଇଁ ଛୋଟିଆ କଥା ପଡି ଯାଉଛି ଆଉ ବସି କରି ଶୁଣୁଥିବେ ଝିଅ ଭଉଣୀ ଦରବାରେ ଦେଖନ୍ତୁ ଆପଣ ମାନେ ସବୁ ଛେଳି ଦେଖିଥିବେ ଦେଖିବେ ସବୁ ଛେଳି ବେକରେ ଜଟ ନଥିବ 2ଟା ଘଣ୍ଟି ଓଳିଥିବ ଗୋଟେ ଛେଳି ବେକରେ 2ଟା ଓଳିଥିବ ଆପଣ କହିବେ ଚେର 2ଟା କାହିଁକି ଅଛି କେହି କହିବ ସୁନ୍ଦର ଲାଗୁଛି ଆଚ୍ଛା ସୁନ୍ଦର ଯଦି ଲାଗୁଛି ବ୍ରହ୍ମା ସବୁ ଛେଳି ବେକରେ ଦେଇଥାନ୍ତା ୟା ବେକରେ କାହିଁକି ଦେଲା ମୁସଲମାନ ଭାଇ ବିଚାର କରିବ ନାଇଁ ଏଇଟା ମାଂସ ବେଶୀ ବାହାରିବ ତେଣୁ 5,000 ଟଙ୍କା ଛେଳି ସେ 6,000 ଦେଇ କିଣି ନେଲା ରବିବାର ଦିନ ବେକଟାକୁ କାଟି ଯେତେବେଳେ ଚମଡା ଝିକି ଦେଲା ଗାଁ ଯାକ ମାଂସ ଆଣିବାକୁ ଗଦା ହେଇଛି ଦେଖିଲା ବେଳକୁ ବେକରେ ଆଉ ଜଟ ନାହିଁ ଚମଡା ଲେଉଟିଲା ବେଳକୁ ଲାଗିଛି ଆଉ ମୁସଲମାନ ଭାଇ ପଚାରିବ ହରେ ଭାଇ ଏ ଛେଳି ବେକରେ ଜଟ ଥାଇ ତ ସୁନ୍ଦର ହେଲାନି ଛେଳି ବେକରେ ଜଟ ଥାଇ ତ ମାଂସ ବାହାରିଲାନି ଇଏ ଛେଳି ବେକରେ ଜଟ କାହିଁକି ଥିଲା ଆମେ ଗାଁ ସାରା ଲୋକ ଏକା ସ୍ୱରରେ କହିବା ଏ ଛେଳି ବେକରେ ଜଟ ଥାଇ କୁଆଡିକି ହେଲାନି ନା ମାଉଁସ ନା ସୁନ୍ଦର କୁଆଡିକି ପାଇଲାନି ମା ଯଦି ସ୍ୱାମୀ ପରିତ୍ୟକ୍ତା ଝିଅ ବାପା ଘରେ ଅପମାନ ପାଏ ତାହେଲେ ସେ ଛେଳି ବେକ ଜଟ ତଥା ସ୍ୱାମୀ ପରିତ୍ୟକ୍ତା ଝିଅ ନା ବାପ ଘରର ହେଲା ନା ଶାଶୁ ଘରର ହେଲା କାହିଁକି ସତୀ ସେଦିନ ମ୍ରିୟମାଣ ହେଇ ପଡିଲେ ସ୍ୱାମୀ ମନା କରୁଛନ୍ତି ତୁ ଯା ନା ବାଧ୍ୟ ହେଇଗଲେ ମାଲୋ କୁଳବଧୂ କାହାକୁ କହନ୍ତି ଗୋଟାଏ ପଦ କବିତା ଆପଣ ମାନଙ୍କୁ ଶୁଣଉଛି ନାରୀ କବି କୁନ୍ତଳା କୁମାରୀ ସାବତ ସେ କହିଲେ ଘରର ବୋହୂ କିଏ କୁଳବଧୂ କାହାକୁ କହିବା ଆର୍ଯ୍ୟ ଲଳନା କିଏ ଜଣେ ଜଗତରେ ସେଇ କହିଲେ କଥା କହୁଥିବ କାନ ପର୍ଯ୍ୟନ୍ତ ये कहले कथा कहब कान जाए घर बोहू है झील जो दिन बोहू ही आसो पादर 2टा बेड़ी लगे जान बेड़ी 2टा किए से पाउंजी पाउंजी झील केते पिंधा कथा आम 2 वर्ष 2.5 वर्षर झील चलुची बापा सांगे माँ कली कर ये रोजगार कर पिलाटा पाउंजी मिललानी आम बाध्य कर आणुचे झील को पाउंजी पिंधु सुंदर किंतु प्राचीन काल ताहा नथिला जो दिन बाड़ुआ पानी गाधेब से दिन माँ झील पादरे पाउंजी पिंधेदब हे झील ए पाद चंचल थिला आज अचल है तू परा पराधीन जीवन झील जीवन आज्ञा पराधीन जीवन पिलादिन
ଟା ମା କୋଳରେ ସରିଲା ଚାଲିଲା ଯେତେବେଳେ ଠୁକୁ ଠୁକୁ ଟିକେ ଦାଣ୍ଡକୁ ବାହାରିଲା ବଡ ଭାଇ ଅଛି ଘୋଷାରି ଆଣିବ ଘରକୁ ହୁଣ୍ଡି ଇଆଡେ ଆସି ସିଆଡେ କୁଆଡେ ଯୌବନ ଦେଶରେ ପାଦର୍ପଣ କଲା ବାପା ଡାକି କହିବ ଝିଅ ତୁ ଘରର ଝିଅ କାଲିକି ବୋହୁ ହବୁ ମୋ ମା ଟା ପରା ମୋ ମାନ ନଷ୍ଟ କରିବୁନି ଇଜ୍ଜତ ବାହାରେ ପଡିଗଲେ ମୋ ତୋ ବାପା ନା ସାତ ପୁରୁଷ ନଷ୍ଟ ହେଇଯିବ ଭୁଲ କରିବୁନି ହେ ମା ଜୀବନକୁ ମାପି ଚୁପି ଚଳିବୁ ବାପ ଘରେ ଭାଇ ଜଗିଲା ମା ଜଗିଲା ବାପା ଜଗିଲା କିନ୍ତୁ ଏଠି ଶ୍ରଦ୍ଧା ଥିଲା ବାପା ଯଦି ଝିଅ ଖାଇନି ସ୍ତ୍ରୀ କି ପଚାରିବ ଝିଅ ଖାଇଲାଣି ମା କହିବ ମା କେତେ ଖଟିଲୁଣି ଆଇଲୁ ମା ଖାଇଦବୁ ଭାଇ ଯଦି ଅଫିସରେ ଆସିଲା ହେ ହୁଣ୍ଡି ଖାଇଛୁ ନା ନାଇଁ ଆଇଲୁ ଖାଇବୁ ସାନ ଭଉଣୀକି ଡାକିବ ସମସ୍ତେ ତାକୁ ଡାକିଲା ବେଳେ ଇଏ ଯେତେବେଳେ ଏରୁନିବଦ ପାର ହେଇଯିବ ସରିଗଲା ଉଲ୍ଟା ଶାଶୁକୁ ଡାକିବ ବୋଉ ଆସୁନ ଖାଇଦବ ଶ୍ୱଶୁର କହିବ ତମ ଦିହ ଖରାପ ବାପା ବ୍ଲଡ ପ୍ରେସର ଖାଇଦେଇ ଶୋଇପଡୁନ ସ୍ୱାମୀ କହିବ କେତେ କଟି କଟି ଆଇଛ ଖାଇଦିଅ ଦିଅରକୁ ଡାକିବ ପୁଅ ତମେ ଖାଇଦଉନ ନଣନ୍ଦକୁ କହିବ ମା ତୁ ଯୋଡେ ଖାଇଦେ କିନ୍ତୁ 12ଟା ରାତି ଅମଣି ଇଏ ବାରିପଟେ ବାସନ ମାଜୁଛି ଶ୍ୱଶୁର ପଚାରିବ ବୋହୁ ଖାଇଛୁ ଶାଶୁ ପଚାରିବ ବୋହୁ ଖାଇଛୁ ନଣନ୍ଦ ପଚାରିବ ଭାଉଜ ଖାଇଛ ଦିଅର ପଚାରିବ ଖାଇଲାଣି ନା ସ୍ୱାମୀ ପଚାରିବ କଣ କରୁଛୁ କେହି କରିବେନି ନିଜ ଆଖି ଲୁହକୁ ଓଠରେ ପିଇ ବାପ ଘର ଶ୍ରଦ୍ଧା ସ୍ନେହକୁ ମନେ ପକେଇ ସେଦିନ ଝିଅ ଏତେ ଦୁଃଖରେ ଥିଲେ ମଧ୍ୟ ତା ଜୀବନର ଶାନ୍ତି କଣ ନା କେତେବେଳେ ରାତି ହବ ମୋ ସ୍ୱାମୀଙ୍କ ଛାତିରେ ମୁଣ୍ଡ ରଖି ଦୁଃଖ ସୁଖ ଦିପଦ କହିଦେଲେ ତମେ ଶୁଣ ନ ଶୁଣ ସବୁ କଥା ହଁ କରିଦେଲେ ତା ପେଟ ପୁରିଯାଏ ଏଇ ପଦକ କଥା ପାଇଁ ସ୍ତ୍ରୀ ବଞ୍ଚେ ସତୀ ସେଦିନ ବିଚାର କଲେ ମୋ ଭଉଣୀ ମାନେ ମତେ ନିନ୍ଦା କଲେ କଣ ବୋଲି ବାପା ଆକୁ ଦେଇଛି ବାପା ଦେଇଛି ନା ଏଇଟା ମୋ କର୍ମ ମୋ କର୍ମରେ ଯାହା ଅଛି ସେ ହବ କୁମ୍ଭାର ଗଡି ଗଡୁଛି କିଏ ସେ ଭାଗି ଯାଉଛି କିଏ ସେ ପାଣି ଥୁଆ ହଉଛି କିଏ ପୂର୍ଣ୍ଣ କୁମ୍ଭ ହଉଛି ସବୁ ଘଡି କଣ ପୂର୍ଣ୍ଣ କୁମ୍ଭ ହବ ଗଛରେ ଫୁଲ ଫୁଟିଛି ସବୁ କଣ ମାଳି ହବ ନା ଆପଣ ପିଲା ଜନ୍ମ କରିଛନ୍ତି ସମସ୍ତେ ଯୋଗ୍ୟ ହବେ ବୋଲି ମାନେ ଅଛି ତାହେଲେ ଏଠି ବାପାର ଦୋଷ ରହିଲା କୋଉଠି କହିଲେ ଏଇଟା ମୋ କର୍ମ ଦୋଷ ମୋ ସ୍ୱାମୀ ଯାହା ହଉ ତମର ସେଥିରେ ଯାଏ ନାଇଁ ଆସି ନାଇଁ ତାହେଲେ କାହିଁକି କଥା କହିଲେ ନା ନାରୀ କବି କୁନ୍ତଳା କୁମାରୀ ସାବତ କହିଲେ କଥା କହିବ କାନ ଯାଏ କାନ ପର୍ଯ୍ୟନ୍ତ ଧୀର ସ୍ଥିର ଭାବରେ କଥା କହିବ ଯୋଉ ଘରେ ବହୁ ବଡ ପାଟିରେ କଥା କହେ ସେ ଘରେ ମା ଲକ୍ଷ୍ମୀ ରହିବେନି ସବୁଦିନ ପାଇଁ ଅଟୋ ଭଡା କରି ଘରୁ ପଳେଇବେ ତେଣୁ ଜୀବନରେ ବହୁ ବଡ ପାଟି କରିବା କଥା ନୁହଁ ଆଜି ବହୁକୁ ଆପଣ ପାଟି ଫିଟେଇ ପାରିବେ ସେ ଯାହା କଲା କଥା କହୁଥିବୁ କାନ ପର୍ଯ୍ୟନ୍ତ ପାଦ ଶବ୍ଦ ଶୁଭିବନି ଘରର ଝିଅ ବହୁ ଯିଏ ଘରର ଝିଅ ଯିଏ ସେ ଚାଲିଲା ବେଳେ ପାଦ ଶବ୍ଦ ଶୁଭିବନି ବୁଢୀ ମାଉସୀ କିଏ ସେତେବେଳେ ଯଦି ବହୁ ସେତେବେଳେ ଜୋରରେ ଚାଲୁଥିଲା ତ ବୋପା ମା କିଛି ଶିଖେଇ ନାହାନ୍ତି କିଲୋ କଣ ଘୋଡା ଭଳିଆ ଚାଲୁଛୁ ବାହୁନୁଥିଲେ ଆଉ ଆପଣ ବାହୁନିବେ ସେ ଯେମିତି ଚାଲିଲା ସୁନ୍ଦର ପାଦ ଶବ୍ଦ ଶୁଭିବା କଥା ନୁହଁ ବନ୍ଧୁ 5 ଜଣ ଅଛନ୍ତି ସେ ଝିଅଟି 7 ଥର ଯିବା ଆସିବା କରିବନି ପାଦ ଶବ୍ଦ ଶୁଭିବନି ହାତେ ମାପି ଝିଅ ଚାଖଣ୍ଡେ ଚାଲିବ ମାଲ ହାତେ ତ ମାପିବ ଚାଖଣ୍ଡେ କାହିଁକି ଚାଲିବ ଜୀବନକୁ ମାପି ଚୁପି ଚଳିବ କାହିଁକି ନା ସେଦିନ ମା ପାଉଁଜି ପିନ୍ଧେଇ କହିଛି ଏ ମା ଜୀବନରେ ମାପି ଚୁପି ଚଳିବୁ ଏ ପାଦରେ ବେଡି ଲାଗିଛି ସ୍ୱାମୀଙ୍କର ବିନା ପରାମର୍ଶରେ ଯଦି ସ୍ତ୍ରୀ ଘରୁ ବାହାରେ ତାହେଲେ ତାକୁ ସତୀ ନାରୀ ବୋଲି କହିହବନି ତ ନାଁଟା ସତୀ ତ ଭଗବାନ ଶିବଙ୍କ ସ୍ତ୍ରୀ ତମେ ପୁଣି କେମିତି ଭୁଲ କଲ ମନା କଲ ସତ୍ୱେ ତମେ ଗଲ ତାହେଲେ ଅସୁବିଧାରେ ତମେ ପଡିବନି ଆଉ ପଡିବ କି ତେଣୁ ଜୀବନରେ ଗୋଟାଏ କଥା ନାଟକ ସତ କି ମିଛ ପୁରାଣ କାହାଣୀ ହଉ ଗୋଟାଏ କଥା ମନେ ରଖ ସ୍ୱାମୀଙ୍କ ବିନା ପରାମର୍ଶରେ ଘରୁ ବାହାରିବା କଥା ନୁହଁ ବୋଲେ ହାତ ମାପି ଚାଖଣ୍ଡେ ଚାଲିବୁ ଓଢଣାଟି ଖସିବ ନାରୀ ମୁଣ୍ଡର ଓଢଣା ଯଦି ଦିନେ ଖସିଯାଏ ଭାରତ ବର୍ଷରୁ ଲକ୍ଷ ଭରଣ ଧନ ଖସିଯାଏ କୁଳବଧୂ ପରା ସିଏ ଯଦି ତା ମୁଣ୍ଡରେ ଓଢଣା ନ ରହିବ ଭୁଲ ହବ ସେତିକି ନୁହଁ ମା ଓଢଣା ତମେ ପକଉଛ କାହିଁକି ମୁଣ୍ଡରେ ଆଜି ଝିଅ ତମ ଓଢଣା ପକଉନାହାନ୍ତି ଓଢଣା ପକେଇବାର କାରଣ ଯେ ଓଢଣା ପଡିଲେ ଆଗଟା ଦିଶିବନି ତଳୁକୁ ମୁହଁପତି ବାଟ ଚାଲିବ ଯୋଉ ବୋହୁ ମୁହଁପତି ବାଟ ଚାଲିଲା ସିଏ ହଉଛି ନମ୍ରତା ଭାବ ଜୀବନରେ ସେ କିଛି ଶିଖିବ ଆପଣ ସମସ୍ତଙ୍କ ପାଦକୁ ଦେଖନ୍ତୁ ତା ମୁଣ୍ଡକୁ ଦେଖନ୍ତୁ ମୁଣ୍ଡକୁ ଦେଖିଲେ ଭୁଲ ହବ ଯଦି ପାଦକୁ ଦେଖିଥାନ୍ତେ ଦକ୍ଷ ତାହେଲେ ସିଏ କଣ ଛେଳି ମୁଣ୍ଡ ଲାଗିଥାନ୍ତା କାହିଁକି ଲାଗିଲା ନା ସ୍ତ୍ରୀ ମଲା ପରେ ଇଏ ଉତ୍ତେଜିତ ହେଇ ଶିବ ଗଲେ ଶ୍ୱଶୁର ବେକ କାଟିଦେଲେ ଶ୍ୱଶୁର ବେକ କାଟିଦେଲେ କାଟିଦେଇ କଣ ସିଏ ଆଉ ମଣିଷ ମୁଣ୍ଡ ଲଗେଇ ନଥାନ୍ତେ ଛେଳି ମୁଣ୍ଡ କାହିଁକି ଲଗେଇଲେ ଛେଳି ମୁଣ୍ଡ ଲାଗିନି କି ମୁଣ୍ଡଟା କାଟି ନାହାନ୍ତି ନାଇଁ ଆପଣ ଦେଖିବେ ଗାଁରେ ମିଟିଂ ବସିଥିବ ମିଟିଂ ବସିଲା ବେଳେ ବାପା ସଭାପତି ଯଦି କଣ ବିପଦ କହିଦେଲା ପୁଅ ଯାଇ ବାପା ଆସିଲେ ଘରେ ତା ସ୍ତ୍ରୀ କି କଣ ଏମିତି ବ୍ୟସ୍ତ ନା ଛାଡେ ପୁଅ ଜନ୍ମ କରିଥିଲି ମୋ ମୁଣ୍ଡ କଟିଗଲା ଗାଁରେ ଆଜି
କାହିଁକି ନା କଥା ଯୋଉଠି ନ ରହିବ ସେଠି ମୁଣ୍ଡ କଟିଯାଏ। ଆପଣ ମୁଣ୍ଡଟା ବେକୁଟାକୁ ଦିଖଣ୍ଡ କରି କାଟି ଦେଇଥିଲେ ନାଇଁ କହିଲେ ହେ ଦକ୍ଷ ତମେ ପ୍ରଜାପତି ହେଇଛ ବ୍ରହ୍ମପଦ ପାଇଲା ପରେ ତମେ ଯୋଉ ଭୁଲ କରିଛ ତମେ ଛେଳି ଭଳି ବୃତ୍ତି କରିଛ। କାହିଁକି ଆପଣ ଦେଖିବେ ଛେଳିଟାକୁ ସକାଳୁ ଫୁଟେଇ ଦେବେ ତାକୁ ଭୋକ ଲାଗୁଥିବ ଅରଖ ପତ୍ର ହଉ ତୁଳସୀ ପତ୍ର ହଉ ଅମରି ପତ୍ର ହଉ ଟଗର ଯାହା ପାଇବ ଖାଇଯିବ ତାର ବିଚାର ଶକ୍ତି ନାହିଁ। ତେଣୁ ଦକ୍ଷଙ୍କୁ ସେଦିନ ଶିବ କହିଲେ ତମର ବିଚାର ଶକ୍ତି ନାହିଁ ଏ ମୁଣ୍ଡଟା ଛେଳି ମୁଣ୍ଡ ତମେ ମଣିଷ ପାଇଁ ଉପଯୁକ୍ତ ନୁହଁ। ଯାର ବିଚାର ଭୁଲ ହେଇଯାଏ ସେ ଛେଳି ଯେମିତି ବିଚାର ପାଇଲାନି ଯାହା ପାଇଲା ଖାଇଲା ତମେ ସେମିତି ଜୀବନରେ ଯାହା ପାଇଲ କହିଲ। ଯୋଉ ବାପା ଝିଅକୁ ଅପମାନ ଦଉଛି ସେ ଆଉ କାହାକୁ ଅପମାନ ଦବନି। ସ୍ୱାମୀ ଭୁଲ କଲା ଝିଅ ତ ଦୋଷ କରିନି ତାକୁ କହିବା ମାନେ କଣ? ତାହେଲେ ତମେ ଛେଳି ଭଳି ପ୍ରକୃତି କରିଛ। ଏ ମୁଣ୍ଡ ତମର ଛେଳି ମୁଣ୍ଡ ତମ ତୁଣ୍ଡ ଛେଳି ତୁଣ୍ଡ ଖାଲି ପାଖୁ ପାଖୁ ହବ ତାର ମୂଲ୍ୟ କିଛି ନଥାଏ। ଦର୍ଶକ ବନ୍ଧୁ ଆମ ପ୍ରୋଗ୍ରାମଟି ଆପଣଙ୍କୁ କେମିତି ଲାଗିଲା ଏହାର ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ହଁ ସବସ୍କ୍ରାଇବ କରିବାକୁ କେବେ ଭୁଲନ୍ତୁନି। ରହୁଛି ନମସ୍କାର।